ପିଚ ଗୁଡ଼ାକ କେମିତି ଉଠିକି ପଡ଼ୁଛି ଦେଖନ୍ତି ସାର୍। ରାଜନଗରରୁ ଆମର ତେଲିଆପଦା ପର୍ଯ୍ୟନ୍ତ ପିଚୁ କାମ ହେବା କଥା, କିନ୍ତୁ କରିଛନ୍ତି ଗୌଡ଼ୁଣି ପୋଖରୀରୁ ରାଜନଗର ପର୍ଯ୍ୟନ୍ତ କରିବେ, କିନ୍ତୁ ଆମେ ତାକୁ ବନ୍ଦ କରିକି ଏଠି ଅଟକା କରିକି ଦେଖୁଛୁ। ଆପଣ ଦେଖନ୍ତୁ ଏଇ କେରକ ପିଚ ଗୁଡ଼ା ହାତର ତାଡ଼ିଲା ବେଳକୁ ବାହାରିକି ପଳେଇଛୁ। କି ଆମର ଭଲ ଭାବରେ କାମ ହେବା ଦରକାର, ଆମର ଏତିକି ଆବେଦନ। ଆଉ ଯଦି ନ କରନ୍ତି ତାହେଲେ ଆମେ କଲେକ୍ଟର ପାଖକୁ ଯିବୁ। ରାସ୍ତାର କାମ ଆସିଥିଲା ରିପେୟାରିଂ ପାଇଁ ଏ ଯେ କରିଛନ୍ତି କାମ ପିଚ ସବୁ ଗୌଡ଼ୁଣି ପୋଖରୀରୁ ରାଜନଗର, କିନ୍ତୁ କାମ ଆସିଥିଲା ରାଜନଗରରୁ ତେଲିଆପଦା ଭାୟା ହରିପାଳପୁର। କାମ ହେବା କଥା ରାଜନଗରରୁ ତେଲିଆପଦା, ଯେଇ ସାରେ କଲେ ଗୌଡ଼ୁଣି ପୋଖରୀରୁ କଲେ ତେଲିଆପଦା ପର୍ଯ୍ୟନ୍ତ। ଆମ ଗାଁକୁ କାମ ଆସିଲାନି, ତାଙ୍କୁ ଯେତେବେଳେ ଅଟକେଇଲେ ପତାଶୁଣି ଯାଇ କହିସାରିଲା ପରେ କହିଲେ କାମ କିସ ନା ମୋର ଯେଇଠି ବେଶୀ ଖରାପ ସେଇଠି କରିବି, ଯେଇ କହିଲେ ସେଇଠୁ ସେ କଲେ। କରିସାରିଲା ପରେ କାମ କରିଛନ୍ତି, ପିଚ କରିଛନ୍ତି, ପିଚ 2 ଦିନ ହେଲା ପିଚ ଉଖୁଡ଼ି ପଳେଇଲାଣି। ଆମେ ଚାହୁଁଛେ ଆମର ଭଲ ହବା ଦରକାର। ପିଚ ଉପରେ ଘାସ ଉଡୁଛୁ। ରାସ୍ତା ଆଜ୍ଞା ନିମ୍ନ ଧରଣ ସହିତ କାମ ହେଇଛି, କିଛି ନାହିଁ। ହାତରେ ଉଖୁଡ଼ି ଦେବାକୁ ଉଖୁଡ଼ି ଯାଉଛି, ଇଏ କିଛି କାମ ଠିକରେ ନାହିଁ। ତେଣୁ ଇଏ କିଏ ଦେଖୁଛି କିସ କରୁଛି ଆମେ ସେଇଟା ଜାଣିନୁ। କାମ ତ ନାହିଁ, ଠିକ ନାହିଁ। ଗାଡ଼ି ଗୁଡ଼ା ବହୁତ ଯାଉଛି ଏ ବାଟେ, 3 ଖଣ୍ଡ 4 ଖଣ୍ଡ ଗାଁର ଲୋକ ଯାଉଛନ୍ତି। ତେଣୁ କାମଟା ସାର୍ ଦେଖିକି ହେବା ଦରକାର, ଏଇଟା କିଛି ନାହିଁ।